ଯେମିତି ଆସାମ ବନ୍ୟାରେ ପୁରା ଧ୍ୱଂସ ହେବାକୁ ଲାଗିଥିଲା, ଠିକ୍ ସେମିତି ଆମ ଓଡ଼ିଶାରେ ମଧ୍ୟ ଏବେ ଧ୍ୱଂସ ହେବାକୁ ଲାଗିଛି। ଭାଇ ଧୀରେ ଧୀରେ ବନ୍ୟା ହେଇକି ଲୋକମାନଙ୍କ ସବୁ ଘର ଦ୍ୱାର, ଗାଈ ଗୋରୁ, ଗାଡ଼ି ଘୋଡ଼ା ସବୁ ଧ୍ୱଂସ କରିଦେଉଛି। ଭାଇ ଆପଣମାନେ ତ ଏଇ ଭିଡ଼ିଓ ଦେଖିପାରୁଥିବେ, ଆମ ଓଡ଼ିଶାର ଗୋଟେ 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 କରିକି ସବୁ ଗାଁ ଧୀରେ ଧୀରେ ବୁଡ଼ିବାକୁ ଲାଗିଲାଣି। ଯେତେବେଳେ ଆମ ମୋହନ ଚରଣ ମାଝୀ ସାର୍ ଯାଇକି ଦେଖିଲେ ସବୁ, ଆଉ 1,000 କୋଟି ମଧ୍ୟ ଦେଇଥିଲେ, କିନ୍ତୁ ସେ ପଇସା ସେ ଗରିବ ଲୋକମାନଙ୍କ ପାଖକୁ ପହଞ୍ଚିନି। କାହିଁକି ପହଞ୍ଚିବ? ବାଟରେ କେତେ ଲୋକ ଅଛନ୍ତି, ନେତା ମନ୍ତ୍ରୀମାନେ ଅଛନ୍ତି। କାହା ପକେଟକୁ ଅଧା ଯିବ, ଆଉ କାହା ପକେଟକୁ ଅଧା ଯିବ। ତାପରେ ଯାଇକି ସେ ଗରିବ ଲୋକମାନଙ୍କୁ ଶେଷରେ ସେଇ ଶୁଖିଲା ଚୁଡ଼ା ମିଳିବ। ଭାଇମାନେ ଆପଣମାନେ କୁହନ୍ତୁ କି ଏଇ ପଇସା ସେଇ ଗରିବ ଲୋକମାନଙ୍କୁ ପହଞ୍ଚିବା ଦରକାର ନା ନାହିଁ, ଆଉ ସେଇ ଲୋକମାନଙ୍କୁ ସୁବିଧା କରାଯିବା ଦରକାର। ଆଉ ହଁ, ଓଡ଼ିଶାବାସୀ ଗୋଟେ କଥା, এই ভিডিও এতে মাত্রাରେ সেয়ার কর କି ଗୋଟେ ଗୋଟେ ମନ୍ତ୍ରୀ ଯେତେ ଖାଉଛନ୍ତି ସମସ୍ତେ ଧରା ପଡ଼ିବା ଦରକାର। ଜୟ ଜଗନ୍ନାଥ।